ପ୍ରିୟ ଆତ୍ମନ୍ ସପ୍ରେମ ଜୟଜୀବ। ପ୍ରାଚୀନ କାଳରୁ ଲୋକମାନେ ଯୋଗର 8 ଅଙ୍ଗ ମାନି ଆସିଛନ୍ତି। ମହର୍ଷି ପାତଞ୍ଜଳି ତାଙ୍କ ପ୍ରସିଦ୍ଧ ଯୋଗ ଦର୍ଶନ ଶାସ୍ତ୍ରରେ ମଧ୍ୟ ଏହା କହିଛନ୍ତି। ଯୋଗର ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ମାତ୍ର ଅନେକ ଶାସ୍ତ୍ରରେ ଏହାର ବର୍ଣ୍ଣନା ନାହିଁ। ଅନେକ ଶାସ୍ତ୍ରରେ କେବଳ ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି ଏହି 6 ଅଙ୍ଗକୁ ଯୋଗାଙ୍ଗ ଭାବରେ ଗ୍ରହଣ କରାଯାଇଛି। ଯାହା ବି ହେଉ, ସାଧନ ସମୟରେ ଯମ ନିୟମର ଆବଶ୍ୟକତା ପଡ଼ିଥାଏ। ମାତ୍ର ଏହା ବ୍ୟତୀତ ଯୋଗର କର୍ମ ଠିକ୍ ଚାଲିପାରିବ ନାହିଁ। ମୋ ମତରେ ଯମ ନିୟମର ପାଳନ ଯୋଗ ସାଧନ ଓ ଏ ପ୍ରକାର ଯୋଗକୁ କର୍ମଯୋଗରେ ଗଣିବା ଦରକାର। ଯଦି ଆମେ ଯୋଗର ଅର୍ଥ ଠିକ୍ ବୁଝିଯିବା ତ ଏ କଥା ବି ବୁଝିଯିବା। ଯେଉଁ ଲୋକ ଯୋଗ ସହିତ ପରିଚିତ ନୁହେଁ, ସେ ଜାଣେ ଯେ ସାଧନା କରି ଧ୍ୟାନସ୍ଥିତ ହୋଇ ସାକ୍ଷାତ ଈଶ୍ୱରଙ୍କ ଦର୍ଶନ କରନ୍ତି ଆଉ ଏ ସଂସାରକୁ ଛାଡ଼ି କେଉଁ ଅଦ୍ଭୁତ ଲୋକକୁ ଶୀଘ୍ର ଚାଲିଯାଆନ୍ତି। ଏହାର ପ୍ରମାଣ ପାଇଁ ଗୋଟିଏ ପ୍ରସିଦ୍ଧ ଶ୍ଳୋକ ଅଛି, ଯାହା ଭିଡ଼ିଓରେ ଦେଖିପାରୁଥିବେ, ଯାହାକୁ ପଣ୍ଡିତମାନେ ମଙ୍ଗଳାଚରଣ ସମୟରେ ପଢ଼ିଥାନ୍ତି ଏବଂ ତାର ଉପରେ ବଡ଼ ଶ୍ରଦ୍ଧା ରଖିଥାନ୍ତି। ଏହି ଶ୍ଳୋକରେ କୁହାଯାଇଛି ଯେ ଯୋଗୀମାନେ ଧ୍ୟାନ ଲଗାଇ ପରମବ୍ରହ୍ମ ପରମାତ୍ମା ମହେଶ୍ୱରଙ୍କୁ ଦେଖନ୍ତି। ମାତ୍ର ଏହା ଠିକ୍ ନୁହେଁ। ଯଦି ଆପଣ ଯୋଗ ସାଧନ କରି ଧ୍ୟାନ ଆଉ ଧାରଣା ଦ୍ୱାରା ସମାଧି ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି, ତାହେଲେ ସାଧକ ଶ୍ରୋତା ଜାଣିପାରିବେ ଯେ ଏହା କେତେ ସତ୍ୟ ଅଟେ। ପରମାତ୍ମାଙ୍କ ଯେପରି ଲକ୍ଷଣ କୁହାଯାଇଛି, ତାହା ଅନୁସାରେ ସେ କାହାରି ଦେଖିବାର ବିଷୟ ନୁହେଁ। ଯୋଗାଭ୍ୟାସ ଦ୍ୱାରା ମଣିଷ ନିଜ ସତ୍ୟ ସ୍ୱରୂପକୁ ଦେଖେ ଓ ସେଇଥିରେ ସ୍ଥିର ହୁଏ। ଯୋଗୀ ଧ୍ୟାନ ଦ୍ୱାରା ପରମବ୍ରହ୍ମ ପରମାତ୍ମାକୁ ଦେଖିବା କେବଳ ଯୋଗର ବଢ଼ାଇବା ମାତ୍ର ଓ ଯେଉଁ ଲୋକ ଯୋଗ ନ କରେ, ଏହା ତାହାରି କହିବାର ବିଷୟ। ହଁ, ଯୋଗ ଦ୍ୱାରା ଯେ ନିଜର ମନକୁ ସ୍ୱଚ୍ଛ ଓ ବଶୀଭୂତ କରିନେଇଛି, ସେ ଯଦି ଚାହେଁ, ଯୋଗ ଆଉ ସଂଯମ ଦ୍ୱାରା ଧ୍ୟାନାବସ୍ଥିତ ହୋଇ ନିଜର କଳ୍ପିତ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରକୁ ପ୍ରତ୍ୟକ୍ଷ ଭାବରେ ଛିଡ଼ା ହୋଇଥିବାର ଦେଖିପାରେ। ଏଥିରେ ବ୍ରହ୍ମା, ବିଷ୍ଣୁ, ଶିବ ନଥାନ୍ତି, କେବଳ ନିଜର କଳ୍ପନାର ମୂର୍ତ୍ତି ଧାରଣ କରି ଆଗରେ ଠିଆ ହୁଅନ୍ତି। ସାଧକ ଶିବ ମୂର୍ତ୍ତି ବିଷୟରେ ଯେପରି ବିଚାର କରିବ, ଠିକ୍ ସେହିପରି ଦେଖିବ। ଖାଲି ଶିବ ବିଷ୍ଣୁଙ୍କ କଥା ନୁହେଁ, ଆପଣ ଚାହିଁଲେ ଆପଣଙ୍କର ଜୀବିତ ମିତ୍ରକୁ ବି ଛିଡ଼ା ହେବାର ଦେଖିପାରିବେ। ସମୟ ସମୟରେ ତା ସହିତ କଥା ବି ହୋଇପାରନ୍ତି। ମାତ୍ର ଆପଣଙ୍କର ମିତ୍ର ଏ କଥାକୁ ଜାଣିନଥିବ। କଥା କ'ଣ କି, ଧ୍ୟାନରେ ଆପଣ ଯାହାକୁ ଦେଖିଲେ ପ୍ରକୃତରେ ସେ ଆପଣଙ୍କର ମିତ୍ର ନୁହେଁ, ସେ କେବଳ ଆପଣଙ୍କର କଳ୍ପନା। ଆପଣଙ୍କ ମନରେ ସେହି ରୂପକୁ ଧାରଣ କରି ନେଇଥିଲା। ଏହିପରି ଯୋଗୀ ଦେବତା, ଋଷି ଆଉ ମୃତ ପରିବାର ଲୋକଙ୍କୁ ମଧ୍ୟ ଦେଖିପାରିବେ। ମାତ୍ର ଏ ସ୍ମରଣ ଥାଏ, ଯେମିତି ଏହା କେବଳ ଯୋଗୀର କଳ୍ପନା ବ୍ୟତୀତ ଅନ୍ୟ କିଛି ନୁହେଁ। ମାତ୍ର ଅନେକ ଯୋଗୀ ଦେବତାମାନଙ୍କ ସହିତ ଏପରି ମିଶି ସତକୁ ସତ ତାଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିଲା ବୋଲି ମାନି ନିଅନ୍ତି। ଏହା ବଡ଼ ଭୁଲ। ସତ କଥା ହେଲା, ଯୋଗ ଦ୍ୱାରା ଧ୍ୟାନରେ ଯଦି କିଛି ଦେଖାଯାଏ ତ କେବଳ ଆପଣଙ୍କର କଳ୍ପନା ଆଉ ମନର ଶକ୍ତି, ଅଥବା ନିଜର ପ୍ରକୃତ ସ୍ୱରୂପ ବ୍ୟତୀତ ଅନ୍ୟ କିଛି ନୁହେଁ। ମହର୍ଷି ପାତଞ୍ଜଳି ତାଙ୍କ ଯୋଗଦର୍ଶନ ଶାସ୍ତ୍ରରେ କହିଛନ୍ତି, ଯୋଗ ଚିତ୍ତର ବୃତ୍ତି ସମୂହର ନିରୋଧକୁ କୁହାଯାଏ। ଅର୍ଥାତ୍ ଚିତ୍ତବୃତ୍ତି ନିରୋଧ ହେଲା ପରେ ଦ୍ରଷ୍ଟା ଅର୍ଥାତ୍ ଯୋଗୀ ନିଜ ସ୍ୱରୂପରେ ସ୍ଥିର ହୁଏ। ଯୋଗର ସ୍ୱରୂପ ଯୋଗ କଲେ ଜଣାଯାଏ। ଚଞ୍ଚଳ ମନକୁ ଦେହ ଭିତରେ କୌଣସି ଗୋଟିଏ ସ୍ଥାନରେ ରଖିବାକୁ ଯୋଗ କୁହାଯାଏ। ଏହି ମନ ବଶୀଭୂତ ହୋଇ ଯେପର୍ଯ୍ୟନ୍ତ ସରଳରେ ରୋକି ହୋଇ ରହିବ, ସେହି ସମୟକୁ ସମାଧି ବା ଧ୍ୟାନ ଯୋଗ କୁହାଯାଏ। ଯଦ୍ୟପି ଅଭ୍ୟାସ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଦରକାର, ତଥାପି ଚଲାବୁଲା କରିବା ସମୟରେ ନିଜର ମନକୁ ନିଜ ସ୍ୱରୂପରୁ ବିଚଳିତ ନ ଦେବାକୁ ଯୋଗ କୁହାଯାଏ। ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ଏହି 5 ବ୍ରତ ପାଳନର ଧ୍ୟାନ ଯେଉଁ ଯୋଗରେ ରଖାଯାଏ, ତାକୁ ଯମ କୁହନ୍ତି। ଅହିଂସା କ'ଣ? ଅହିଂସା ହେଉଛି କୌଣସି ଜୀବ ସହିତ ଶତ୍ରୁତା ନ ରଖିବା, ମନରେ, ବଚନରେ ଓ କର୍ମରେ କାହାରିକୁ ଦୁଃଖ ନ ଦେବା, କାହାରିକୁ ହତ୍ୟା ନ କରିବା, ମନରେ ସବୁବେଳେ ଦୟା ଏବଂ ପ୍ରେମ ରଖିବା ହେଉଛି ଅହିଂସା। ମନ ଆଉ ପଞ୍ଚ ଜ୍ଞାନେନ୍ଦ୍ରିୟ ଦ୍ୱାରା ବିଷୟରେ ଯାହା ବି ଜଣାଯାଏ, ତାହା ଛନ୍ଦ କପଟ ନ କରି କହିବା
କିମ୍ବା କୌଣସି ପୁସ୍ତକକୁ ଲେଖିବା ବା କାହାରିକୁ କିଛି କହିଲା ବେଳେ ପକ୍ଷପାତ ନ କରିବା ହେଉଛି ସତ୍ୟ। ଅସ୍ତେୟ ହେଉଛି କୌଣସି ପଦାର୍ଥ ବା ଦ୍ରବ୍ୟ ବା ବସ୍ତୁକୁ ତା'ର ମାଲିକର ବିନା ଅନୁମତିରେ ଗ୍ରହଣ ନ କରିବା। ସଂକ୍ଷେପରେ କହିଲେ କୌଣସି ପ୍ରକାର ଚୋରି ନ କରିବା ହେଉଛି ଅସ୍ତେୟ। ବ୍ରହ୍ମଚର୍ଯ୍ୟ ହେଉଛି ଶୋଇବା, ଉଠିବା, ବସିବା, ଚାଲିବା ସବୁ ସମୟରେ ବ୍ରହ୍ମଜ୍ଞାନ ସ୍ମରଣ ରଖିବା ଦ୍ୱାରା ନିଜର ବ୍ରହ୍ମତତ୍ତ୍ୱକୁ ଭୁଲି ନ ଯିବା ଓ କେବେ ନିଜର ଜୀବନକୁ ତୁଚ୍ଛ, ଛୋଟ ବା ନୀଚ ନ ଭାବିବା ହେଉଛି ବ୍ରହ୍ମଚର୍ଯ୍ୟ। ସଫା ସଫା ବ୍ରହ୍ମଚର୍ଯ୍ୟର ଅର୍ଥ ଯୋଗୀ ସଂସାର ଭିତରେ କାର୍ଯ୍ୟକ୍ଷେତ୍ରକୁ ଓହ୍ଲାଇ ଯାଇ ବା ଯୋଗ ସାଧନ ସମୟରେ କେବେ ନିଜର ଆତ୍ମାକୁ ତଥା ନିଜକୁ ଶକ୍ତିହୀନ ଭାବି ଉତ୍ସାହହୀନ, ଦୁର୍ବଳ, ହୃଦୟ ନପୁଂସକ ଓ ଭୀରୁ ନ ଭାବେ। ବ୍ରହ୍ମଜ୍ଞାନ ଦ୍ୱାରା ନିଜର ଆତ୍ମାର ଉଚ୍ଚତା, ମହାନତା ଓ ଶକ୍ତିର ଧ୍ୟାନ ରଖି ହୃଦୟକୁ ବୀରତା, ନିର୍ଭୟତା ଓ ବାହାଦୁରୀ ଭାବରେ ସର୍ବଦା ପୂର୍ଣ୍ଣ ରଖିବା ହେଉଛି ବ୍ରହ୍ମଚର୍ଯ୍ୟ। ଅପରିଗ୍ରହ ହେଉଛି କୌଣସି ପ୍ରକାର ମେହନତ ବା ମଜୁରୀ ନ କରିବା, କାହାରିକୁ ଭିକ ନ ମାଗିବା, ଘୁଷ ନ ଦେବା ଓ ନ ନେବା ହେଉଛି ଅପରିଗ୍ରହ। ମନ ବାରମ୍ବାର ଏହି ପାଞ୍ଚରୁ ଅଲଗା ହେବାକୁ ଚାହିଁବ, ବାରମ୍ବାର ଏହି ପ୍ରତିଜ୍ଞା ଓ ବ୍ରତକୁ ଛାଡ଼ିବାକୁ ଚାହିଁବ। ଯୋଗ ସାଧନ ସମୟରେ ସର୍ବଦା ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ଆଦି ଯମର ପ୍ରତିଜ୍ଞା ଓ ବ୍ରତକୁ ଧ୍ୟାନ ରଖିବା ଧ୍ୟାନ ଯୋଗ ଅଟେ। ଏହିପରି ଗୋଟିଏ ଆସନରେ ବସି ରହି ତର୍କ, ବିତର୍କ ଓ ପ୍ରମାଣ ଦ୍ୱାରା ଏହି ବ୍ରତର ଉପଯୋଗିତା ବୁଝି ନିଅନ୍ତୁ। ନିଶ୍ଚିତ ହୋଇଗଲା ପରେ ହୃଦୟ ଭିତରେ ଏହା ବିରୁଦ୍ଧରେ କୌଣସି ପ୍ରକାର ଭାବନା ଆସିବାକୁ ନ ଦେବା। ନିଶ୍ଚିତ ରୂପରେ ନିଦ୍ରା ଓ ସ୍ମୃତିରେ ବି ମନରେ ଏହି ବ୍ରତକୁ ଦୃଢ଼ କରିନେବା ସମାଧି ଯୋଗ ଅଟେ। ଏହି ପ୍ରକାର ମନରେ ଧାରଣ କରିବା, ଏହାକୁ ଦୃଢ଼ କରିବା ପାଇଁ ସୁଖପୂର୍ବକ ବସିବାକୁ ଆସନ କହନ୍ତି। ବୃତ୍ତିଗୁଡ଼ିକ ଅଭାବ ହେବା ଦ୍ୱାରା ଓ ଗୋଟିଏ ସ୍ଥାନରେ ନିଶ୍ଚଳ ବସି ରହି ମନକୁ ଯମ ଉପରେ ଦୃଢ଼ କରି ନେଲେ ଶ୍ୱାସର ଗତି ଯଦି ବିନା ବନ୍ଦ କରିବାରେ କମ୍ ହୋଇଯାଏ ତ ଏହାକୁ ଯମର ପ୍ରାଣାୟାମ କୁହାଯାଏ। ତେଣୁ ଏହା ସିଦ୍ଧ ହେଲା ଯେ ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ ରୂପ ଯମର କେବଳ ଏକ ପ୍ରକାର ସତ୍ୟକର୍ମ ନୁହେଁ, ପୂର୍ଣ୍ଣ ରୂପରେ ଯୋଗ ଓ ଯୋଗ ସାଧନର ଭିତରେ ରହିଛି। ଏହାର ନାମ କର୍ମଯୋଗ। ଏହି ଯମକୁ ଯେ ଠିକ୍ ଭାବରେ ପାଳନ କରେ ସେ କେବଳ ଯୋଗୀ ହୋଇପାରିବ।